ଶୀତାଂଶୁ ରଞ୍ଜନ ସେନାପତିଙ୍କ କ୍ଷୁଦ୍ର ଗଳ୍ପ ହାରି ଯାଇଥିବା ମଣିଷ। ଆସନ୍ତୁ ଶୁଣିବା ଗଳ୍ପଟି। ସୁରେନ୍ଦ୍ରବାବୁ କହନ୍ତି, ସ୍ୱାଧୀନତାର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଜୀବନର ମୂଲ୍ୟବୋଧ କମି ଆସୁଛି। ଚାରିଆଡ଼େ ଦଙ୍ଗା ହଙ୍ଗାମା, ଲୁଟିତରାଜ, ନାରୀ ଧର୍ଷଣ, ଏସବୁ ଏବେ ନିତିଦିନିଆ କଥା ହୋଇଗଲାଣି। ଶାସନର ତଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ଦୁର୍ନୀତିର ଗନ୍ତାଘରରେ ପରିଣତ ହୋଇଛି। ଆଉ ଏହା ବିରୁଦ୍ଧରେ କହିଲେ ଦେଶଦ୍ରୋହୀର ଆଖ୍ୟା ମିଳୁଛି। ଶ୍ରମିକମାନେ ତାଙ୍କ ଚାକିରିର ନିରାପତ୍ତା ପାଇଁ ଆନ୍ଦୋଳନ କଲେ। ଆନ୍ଦୋଳନକୁ ବେଆଇନ କରି କାରଖାନା ଲକ୍ଆଉଟ୍ କରିଦିଆଯାଉଛି। ବାସ୍ତବିକ ସୁରେନ୍ଦ୍ରବାବୁଙ୍କ ଆଜିର ବକ୍ତୃତା ବେଶ୍ ତେଜସ୍ୱିନୀ ଏବଂ ଅଦ୍ଭୁତପୂର୍ବ। ଶ୍ରମିକମାନଙ୍କୁ ଉତ୍ତେଜିତ କରାଇଛି। ତାଙ୍କର ବକ୍ତୃତା ଶୁଣି ସେମାନେ ଅଧିକ ଉତ୍ସାହିତ ହୋଇଛନ୍ତି। କୋଣାର୍କ ଝୋଟକଳର ଆନ୍ଦୋଳନ ଆଜି 53 ଦିନରେ ପହଞ୍ଚିଲାଣି। ତଥାପି ସେମାନେ ଆଦୌ ଭାଙ୍ଗି ପଡ଼ିନାହାନ୍ତି, ବରଂ ସେମାନଙ୍କ ମନୋବଳକୁ ଦ୍ୱିଗୁଣିତ କରିଛନ୍ତି। ଆଜି ଯେମିତି ସେମାନେ ମହଣ ମହଣ ଅନ୍ଧାର ଭିତରେ ଆଲୋକର ଏକ ସୂକ୍ଷ୍ମ ରେଖାର ସନ୍ଧାନ ପାଇଛନ୍ତି। ସୁରେନ୍ଦ୍ରବାବୁ କହିଲେ, ବୁଝାଏ ଜଣେ ସାଧାସିଧା ମଣିଷଙ୍କୁ, ଯିଏକି ଜୀବନସାରା ଅନେକ ଘାତ ପ୍ରତିଘାତ ସହି ମଣିଷ ଭଳି ବଞ୍ଚି ରହିବାକୁ ଚେଷ୍ଟା କରିଛନ୍ତି। ତା ଛଡ଼ା ସେ ଜଣେ ପ୍ରତିଷ୍ଠିତ ଶ୍ରମିକ ନେତା ଏବଂ ଜଣେ ପ୍ରଗତିଶୀଳ କବି। ଦୁର୍ବୋଧ୍ୟତାଠୁ ଦୂରରେ ରହି ସାଧାରଣ ଲୋକ ପାଖରେ ତାଙ୍କର କବିତାର ଭାଷାଗୁଡ଼ିକ ପହଞ୍ଚାଇବା ପାଇଁ ସେ ଚେଷ୍ଟିତ। ତାଙ୍କ ମତରେ ସଠିକ୍ ସାହିତ୍ୟ ହିଁ ଜନଚେତନାକୁ ଜାଗ୍ରତ କରାଏ। ସାହିତ୍ୟର ସେହି ସମୟର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ପ୍ରତିଫଳିତ ହେବା ଆବଶ୍ୟକ। ଆଉ ଖାଲି ଦୁଃଖ ବର୍ଣ୍ଣନା କଲେ ତ ଦୁଃଖ ଦୂର ହେବନି। ସେଥିପାଇଁ ଲୋକଙ୍କୁ ସଠିକ୍ ଦିଗ୍ଦର୍ଶନ ଦେବା ଆବଶ୍ୟକ। ତାଙ୍କର ବହୁ କବିତା ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାମାନଙ୍କରେ ବାହାରିଛି। ଗୋଟିଏ ଗୋଟିଏ କବିତା ପାଇଁ ସେ ତାଙ୍କର ଅନେକ ପାଠକମାନଙ୍କଠାରୁ ଶୁଭେଚ୍ଛା ବାର୍ତ୍ତାମାନ ପାଇଛନ୍ତି। ଅବଶ୍ୟ କେତେକଙ୍କ ସ୍ୱର୍ଣ୍ଣ ଦୃଷ୍ଟିରୁ ସେ ବାଦ୍ ପଡ଼ିନାହାନ୍ତି। ଓଡ଼ିଆ ସାହିତ୍ୟରେ ଏଇଟା ଅବଶ୍ୟ ଦେଖିବାକୁ ମିଳେ। ଜଣେ ଅଧେ କେହି ଉଠିଗଲେ ତାକୁ ଗୋଟିଏ ସୁସଙ୍ଗଠିତ ଗୋଷ୍ଠୀ ଦବାଇବାକୁ ଲାଗିପଡ଼ନ୍ତି। ସେ ଆଜି ଭାରି ବ୍ୟସ୍ତ ହୋଇ ଉଠିଛନ୍ତି। ତାଙ୍କ ପାଦଗୁଡ଼ିକ ଚଞ୍ଚଳ ହୋଇ ଉଠୁଥିଲା। ତାଙ୍କୁ ବର୍ତ୍ତମାନ 2 ମାଇଲର ରାସ୍ତା ଚାଲି ଚାଲି ଯିବାକୁ ପଡ଼ିବ। ଘରେ କେଇଦିନ ହେବ ସାନ ପୁଅଟାର ଦେହ ମୋଟେ ଭଲ ନାହିଁ। ଭଲ ଡାକ୍ତରଟେ ଦେଖାଇବା ଯଦିଓ ତାଙ୍କର ଶକ୍ତିର ବାହାରେ, ତଥାପି ସେ ଅବହେଳା କରିନାହାନ୍ତି। ପିଲାଟା ବୀଣାକୁ ହଇରାଣ କରୁଥିବ, ଆଉ ବୀଣା ବ୍ୟସ୍ତ ହୋଇ ତାଙ୍କ ଫେରିବା ବାଟକୁ ଚାହିଁ ଲୁହ ଗଡ଼ାଉଥିବ। ବୀଣା ଆଖିରେ ଲୁହ ଦେଖିଲେ ସୁରେନ୍ଦ୍ରବାବୁଙ୍କୁ ଭାରି ବାଧେ। ଏବେ ବି ତାଙ୍କର ମନେ ପଡ଼େ ବିବାହ ପରଦିନ, ଯେଉଁଦିନ ବୀଣାକୁ ନେଇ ସେ ଗାଁକୁ ଆସିବେ। ସେଇଦିନ ବୀଣାର ବାପା ତାଙ୍କୁ କହୁଥିଲେ, ସେ ମୋର ଗୋଟିଏ ବୋଲି ଝିଅ, ତା ମନରେ କେବେ ଦୁଃଖ ଦେବନି। କିନ୍ତୁ ସେ କଥା ସେ କ'ଣ ପାଳନ କରିପାରିଛନ୍ତି? ବିବାହର 2ଟା ବର୍ଷ ଭିତରେ ତାଙ୍କୁ ଚାକିରି ହରାଇବାକୁ ପଡ଼ିଲା। ତାପରେ 2ଟା ଅନ୍ନ ସଂସ୍ଥାନ ପାଇଁ ଅନେକ ଲୋକଠାରେ ହାତ ପାତିବାକୁ ହୋଇଛି। ଆଉ ବୀଣା ଉପାସିଆ ହୋଇ ତାଙ୍କର ଫେରିବା ବାଟକୁ ଚାହିଁ ରହିଛି। ଏପରି ଶାସନ ଦଳର ଗୁଣ୍ଡା ଦ୍ୱାରା ବୀଣା ବାରମ୍ବାର ଅତ୍ୟାଚାରିତ ହୋଇଛି। ତଥାପି ଭାଙ୍ଗି ପଡ଼ିବାର ସେ କେବେ ଦେଖିନାହାନ୍ତି। ବୀଣା ତ ଖାଲି ତାଙ୍କର ସହଧର୍ମିଣୀ ନୁହେଁ, ତାଙ୍କ କାବ୍ୟ କବିତା ଓ ବୈପ୍ଳବିକ ଚେତନାର ଜାଗ୍ରତ ପ୍ରହରୀ। ରାସ୍ତା କଡ଼ର ଏକ ଘଟଣା ଉପରେ ତାଙ୍କ ଦୃଷ୍ଟି ନିବଦ୍ଧ ହୋଇଗଲା। ଦେଖିଲେ କଙ୍କାଳସାର ଲଙ୍ଗଳା ପିଲାଟେ
ହୋଟେଲ ପାଖ ନର୍ଦ୍ଦମାରୁ ଭାତ ସାଉଁଟି ଖାଉଛି। ସେ ଆଡ଼କୁ ସେ ଚାହିଁ ପାରୁନଥିଲେ। ଆଖିରେ ତାଙ୍କର ଲୁହ ଜକେଇ ଆସିଲା। ସେ ଯେଉଁ ସମାଜରେ ରହୁଛନ୍ତି ସେହି ସମାଜରେ ମଣିଷ ପୁଣି। ଛଳ ଛଳ ହୋଇ ସେ ପିଲାକୁ ପଚାରିଲେ, ତ ଘର କେଉଁଠି? ଘର ଆମର ନାଇଁ ବାବୁ, ଷ୍ଟେସନର ମୁସାଫିରି ଘରେ ରହୁଥିଲୁ। ମାଆକୁ ବେମାରୀ ହୋଇଥିଲା 4 ଦିନ ତଳେ, ସେଇଠି ମରିଗଲା। ସେଇଦିନୁ କିଛି ଖାଇନି ବାବୁ। ସୁରେନ୍ଦ୍ର ବାବୁ ଆଉ ସମ୍ଭାଳି ପାରିଲେନି। ପିଲାଟିକୁ କୋଳେଇ ନେଇ ତା ଆଖିର ଲୁହ ପୋଛିଦେଲେ। ତାଙ୍କୁ ଯେମିତି ଜଣାପଡ଼ୁଥିଲା ତାଙ୍କ ବଡ଼ ପୁଅ, ଯାହାର ପ୍ୟାଣ୍ଟ ଜାମା ନାହିଁ ବୋଲି 15 ଦିନ ହେବ ସ୍କୁଲକୁ ଯାଇନି, ସେ ଯେମିତି ତାଙ୍କଠାରେ ଅଳି କରୁଛି। ତ ମାଆକୁ କ'ଣ ହୋଇଥିଲା ରେ? ମୁଁ କହିପାରିବିନି ବାବୁ। କେତେ ଦିନ ହେବ କିଛି ଖାଇନଥିଲା। ଆଉ ସବୁବେଳେ ଖାଲି ପେଟ ପେଟ ବୋଲି ପାଟି କରୁଥିଲା। ଆଉ ଯେଉଁଦିନ ମରିବ ସେଦିନ ମୋତେ ଧରି ବହୁତ କାନ୍ଦୁଥିଲା। ମୁଁ ତାକୁ ପଚାରିଲି, ତୁ କାନ୍ଦୁଛୁ କାହିଁକି? ସେ କିନ୍ତୁ କିଛି ନ କହି ଖାଲି କାନ୍ଦୁଥିଲା। ସୁରେନ୍ଦ୍ର ବାବୁ ପକେଟରେ ହାତ ପୁରାଇଲେ। ଧାର ଆଣିଥିବା ସେଇ 3 ଟଙ୍କା, 1 କିଲୋ ଅଟାର ଦାମ। ପିଲାଗୁଡ଼ିକ ଘରେ ଭୀଷଣ ଭୋକେଇବେଣି। ତାଙ୍କୁ ମଧ୍ୟ ଭୀଷଣ ଭୋକ। ଶେଷରେ ସିଦ୍ଧାନ୍ତ କରିନେଲେ 1/2 କିଲୋ ଅଟାରେ ଆଜି ଚଳେଇ ନେବେ। ପାଖ ଦୋକାନରୁ କିଛି ମୁଢ଼ି କିଣି ଆଣି ସେ ପିଲାଟିର ହାତରେ ଧରାଇ ଦେଇ କହିଲେ, ଏଇ ରାସ୍ତାରେ ଗଲେ ସେଇ ମୋଡ଼ ପାଖରେ ମୋ ଘର। କାଲି ସକାଳେ ଯାଇ ଦେଖା କରିବ। ବହୁ କଷ୍ଟରେ ପିଲାଟିକୁ ବିଦାୟ ଦେଇ କିଛି ରାସ୍ତା ଗଲା ପରେ ବିଭିନ୍ନ ରଙ୍ଗର ଆଲୁଅ ସାଜସଜ୍ଜା ଆଉ ତୋରଣ ଦେଖି ସେଠାକାର ଜଣେ ଭଦ୍ର ବ୍ୟକ୍ତିକୁ ଡାକି ସେ ପଚାରି ବୁଝିଲେ ଯେ ଆଉ ଅଳ୍ପ ସମୟ ପରେ ମୁଖ୍ୟମନ୍ତ୍ରୀ ଆସିବେ। ସରକାରଙ୍କ ତରଫରୁ ଏକ 5 ତାରକା ହୋଟେଲର ଶିଳାନ୍ୟାସ ପାଇଁ। ସୁରେନ୍ଦ୍ର ବାବୁ ଭାବିପାରୁନଥିଲେ ମଣିଷ ଯେଉଁଠି ଖାଇବାକୁ ନ ପାଇ ପୋକ ମାଛି ପରି ମରୁଛି, ସେଇଠି ପୁଣି 5 ତାରକା ହୋଟେଲର ଶିଳାନ୍ୟାସ ଚାଲିଛି। ରାତି ଆସ୍ତେ ଆସ୍ତେ ବଢ଼ି ଚାଲିଛି। ସୁରେନ୍ଦ୍ର ବାବୁ ବ୍ୟସ୍ତ ହୋଇ ଆଗେଇ ଚାଲିଛନ୍ତି। ତାଙ୍କ ଆଖି ଆଗରେ ମାରୁଆଡ଼ି ଦୋକାନ। ସେ ଦୋକାନକୁ 1/2 କିଲୋ ଅଟା ବରାଦ କରି ପଇସା ବଢ଼ାଇ ଦେଲେ। ଠୁଙ୍ଗାଟି ହାତରେ ଧରି ତରତର ହୋଇ ଦୋକାନରୁ ବାହାରି ଆସିଲେ। ଠୁଙ୍ଗାଟିର କେତୋଟି ଅକ୍ଷର ତାଙ୍କୁ ଝାପ୍ସା ଦେଖାଗଲା। ସେ ପାଖ ଲାଇଟ୍ ପୋଷ୍ଟ ପାଖକୁ ଯାଇ ଦେଖିଲେ ସେଗୁଡ଼ିକ ତାଙ୍କର ଅକ୍ଷର। ସେ ଆଶ୍ଚର୍ଯ୍ୟ ହୋଇଗଲେ, ଏଗୁଡ଼ିକ ମାରୁଆଡ଼ି ଦୋକାନକୁ ଆସିଲା କିପରି? ଭଲ କରି ଟିକିଏ ପଢ଼ିନେଲେ। ଏ ଯେ ତାଙ୍କର ଅପ୍ରକାଶିତ ପାଣ୍ଡୁଲିପି ଆଉ ତାଙ୍କ ଜୀବନର ଶ୍ରେଷ୍ଠ କବିତା ମଣିଷ। ସେଇ ଠୁଙ୍ଗାଟି ତିଆରି ହୋଇଛି। ଯେଉଁ କବିତା ପାଇଁ ସେ ଅନେକ ପ୍ରଶଂସା ପାଇଛନ୍ତି, ସେଇଥିରେ ପୁଣି ଆଖି ଆଗରେ ନାଚି ଯାଉଥିଲା କବିତାର ଗୋଟିଏ ପଂକ୍ତି। ସେ ଆଉ ପାରିଲେନି। ହାତରୁ ଖସି ପଡ଼ିଲା ଠୁଙ୍ଗାଟି ଆଉ ସଡ଼କ ସାରା ବିଛେଇ ହୋଇଗଲା ଅଟାଗୁଡ଼ିକ। ଗୋଟାଇ ଆଣିବାକୁ ଚେଷ୍ଟା କଲେ, ମାତ୍ର ପାରିଲେନି। ଠୁକୁରା କାଗଜ ଗୁଡ଼ିକ ଗୋଟାଇ ଆଣି ଛାତିରେ ଜାକି ଧରି ପିଲାଙ୍କ ପରି କାନ୍ଦି ଉଠିଲେ। ତାଙ୍କ ଆଖି ଆଗରେ ବୀଣାର ମୁହଁ ନାଚି ଉଠୁଥିଲା। ସେ କହୁଥିଲେ, ବୀଣା, ତୁମେ କ'ଣ କଲ? ମୋର ସର୍ବଶେଷ ସମ୍ବଳକୁ ତୁମେ ମାରୁଆଡ଼ି ଦୋକାନରେ। ହଁ, ତୁମେ ଠିକ୍ କରିଛ। ମୁଁ ତୁମମାନଙ୍କୁ ଅନେକ ଅନାହାର ଅର୍ଦ୍ଧାହାରରେ କଲବଲ କରି ମାରୁଛି। ଘରେ ପାଦ ଦେଉ ଦେଉ ବୀଣା ଆଉ ପିଲାମାନଙ୍କର କାନ୍ଦିବା ଶୁଣି ସେ ନିଶ୍ଚିତ ହୋଇଗଲେ ଯେ ସାନ ପିଲାଟା ନିଜକୁ ଆଉ ସମ୍ଭାଳି ନ ପାରି ବାରଣ୍ଡାରେ ବସି ପଡ଼ିଲେ।
ଏ ହେଉଛି ଶୀତାଂଶୁ ରଞ୍ଜନ ସେନାପତିଙ୍କ କ୍ଷୁଦ୍ର ଗଳ୍ପ ହାରି ଯାଇଥିବା ମଣିଷ। ଧନ୍ୟବାଦ।